ପାଳାଖେମୁଣ୍ଡି ସହରର ଶୋଭା ବଢ଼ାଉଛି ରାସ୍ତା ମଝିର ଗର୍ତ୍ତ। ଅତୀତରେ ଗଜପତି ଜିଲ୍ଲାର ସଦର ମହକୁମା ପାଳାଖେମୁଣ୍ଡି ନିଜର ଐତିହ୍ୟ ଓ ଜ୍ଞାନୀ ଗୁଣୀଙ୍କ ଅବଦାନକୁ ନେଇ ସମଗ୍ର ରାଜ୍ୟ ଏବଂ ଦେଶରେ ଏକ ସ୍ୱତନ୍ତ୍ର ଖ୍ୟାତି ରଖିଥିଲା। ଏହାର ଶ୍ରେୟ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀ ପାଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ତାଙ୍କର ପୂର୍ବଜମାନଙ୍କୁ ଯାଉଛି। ଏପରିକି ମହାରାଜାଙ୍କର ଜଳସେଚନ ବ୍ୟବସ୍ଥା ଠାରୁ ଆରମ୍ଭ କରି ସଡ଼କ ଏବଂ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିଥିଲା। କିନ୍ତୁ ବର୍ତ୍ତମାନ ସମୟ ବଦଳି ଯାଇଛି। ମହାରାଜାଙ୍କର କୀର୍ତ୍ତି ଓ ଅନ୍ୟାନ୍ୟ ଜନହିତକର କାର୍ଯ୍ୟ କରିଯାଇଛନ୍ତି ତାର ସୁରକ୍ଷା ଓ ରକ୍ଷଣାବେକ୍ଷଣ କରିବାରେ ସମ୍ପୂର୍ଣ୍ଣ ରୂପେ ଅବହେଳା କରାଯାଉଛି। ତାର ନଗ୍ନ ଉଦାହରଣ ପାଳାଖେମୁଣ୍ଡି ସହରର ଷ୍ଟାଡିୟମ ଯିବା ରାସ୍ତାର ଜିଲ୍ଲା ଦୌରା ଜଜ୍ଙ୍କ ଅଦାଲତ ସମ୍ମୁଖର ଜାତୀୟ ରାଜପଥ 326A ରେ ଏକ ଗର୍ତ୍ତ ଦେଖିବାକୁ ମିଳୁଛି। ଏହି ରାସ୍ତା ଦେଇ ପ୍ରତିଦିନ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ରାଜନେତା ବଡ଼ ବଡ଼ ପ୍ରଶାସନିକ ଅଧିକାରୀ ମାନେ ଯାନବାହନରେ ଯାତାୟାତ କରୁଛନ୍ତି। ରାସ୍ତାରେ ଥିବା ଗର୍ତ୍ତଟି ମରାମତି କରିବା ତ ଦୂରର କଥା, ଏଥିପ୍ରତି କାହାରି ଦୃଷ୍ଟି ହିଁ ପଡୁନି। ଏହାର ଶ୍ରେୟ ନିଶ୍ଚିତ ଭାବେ ଜାତୀୟ ରାଜପଥ ବିଭାଗକୁ ଯାଉଛି। ତେଣୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ରାଜ୍ୟ ଓ ଜାତୀୟ ସ୍ତରରେ ପୁରସ୍କୃତ କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ଜୋର ହେଉଛି।